ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ। ଗ୍ରୀନ୍ କ୍ଲିନ୍ ଅପରେସନ୍ ଜରିଆରେ ବୈପାରିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବୈପାରିଗୁଡ଼ା ଥାନା ଅଧୀନସ୍ଥ ଜି ମାଝିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପୁଟ ଉଲଦାନୀପୁଟ କାତପଡ଼ା ଅଞ୍ଚଳରେ 3 ଗୋଟି ଏରିଆରେ 35 ଏକର ଗଞ୍ଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି। ଗଞ୍ଜେଇ ମାଫିଆ ଆଗରୁ ପଡ଼ୋଶୀ ଜିଲ୍ଲାରୁ ଗଞ୍ଜେଇ ଆଣି ବାହାର ରାଜ୍ୟରେ ଚୋରାଚାଲାଣ କରୁଥିବା ବେଳେ ଏବେ ବୈପାରିଗୁଡ଼ା ବ୍ଲକର ଦୁର୍ଗମ ଅଞ୍ଚଳରେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ କରିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବୈପାରିଗୁଡ଼ା ଥାନା ଅଧିକାରୀ ବିଷ୍ଣୁ ଶବର ଏଏସ୍ଆଇ ମିତି ସିଂହ ନାୟକ ଅବକାରୀ ବିଭାଗ ଅଧିକାରୀ ନୀଳେନ୍ଦ୍ରୀ ମିଶ୍ର ସମେତ ପୋଲିସ ଓ ଅବକାରୀ ବିଭାଗୀୟ ଟିମ୍ ମିଳିତ ଭାବେ ବାହାରି ଗଞ୍ଜେଇ ଚାଷ କରୁଥିବା ସ୍ଥାନରେ ପହଞ୍ଚି ଆଖପାଖ ଅଞ୍ଚଳ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିବା ସହ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ଚଢ଼ାଉ ସମୟରେ ରାଜସ୍ୱ ବିଭାଗ ଅଧିକାରୀ ସ୍ନିଗ୍ଧାରାଣୀ ଚୌଧୁରୀ ବିଚାରପତି ଭାବେ ରହିଥିବା ସୂଚନା ମିଳିଛି। ତେବେ ପ୍ରାୟ 35 ଏକର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଥିବା ବେଳେ ଆଗାମୀ ଦିନରେ ବୈପାରିଗୁଡ଼ା ଅଞ୍ଚଳରେ ଲାଗିଥିବା ଗଞ୍ଜେଇ ଚାଷ ଉପରେ ରେଡ୍ କରାଯିବ ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ବିଷ୍ଣୁ ଶବର ସୂଚନା ଦେଇଛନ୍ତି। ବୈପାରିଗୁଡ଼ାରୁ ବିଜୟ ପାଙ୍ଗଙ୍କ ରିପୋର୍ଟ, AKN ନ୍ୟୁଜ୍।